ଯେତେବେଳେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା ସେ ସରକାରଙ୍କୁ ଏକ ଚିଠି ଲେଖିଥିଲେ, ମୋ ପାଖରେ ଦିଲ୍ଲୀ ଆସି ପଦ୍ମଶ୍ରୀ ଗ୍ରହଣ କରିବା ପାଇଁ ଯଥେଷ୍ଟ ଟଙ୍କା ନାହିଁ, ଦୟାକରି ଆପଣ ଏହାକୁ ଘରକୁ ପଠାଇ ପାରିବେ କି? ଏହି ବାକ୍ୟ ଥିଲା ପଦ୍ମଶ୍ରୀ ହଳଧର ନାଗଙ୍କର। ତୃତୀୟ ଶ୍ରେଣୀରୁ ସ୍କୁଲ ଛାଡ଼ିଥିଲେ, କିନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରିଛନ୍ତି। 1950 ମସିହା ମାର୍ଚ୍ଚ 31 ତାରିଖରେ ବରଗଡ଼ର ଘେଁସଠାରେ ତାଙ୍କର ଜନ୍ମ। ପିଲାବେଳେ ଦାରିଦ୍ର୍ୟ ଯୋଗୁଁ ସ୍କୁଲ ଛାଡ଼ିଥିଲେ ଓ ଘେଁସର ପ୍ରାଥମିକ ବିଦ୍ୟାଳୟରେ ପାଣି ଭାରୁଆ ଭାବରେ କାମ କରୁଥିଲେ ଓ ପରେ ସେହି ବିଦ୍ୟାଳୟର ରୋଷେୟା ଭାବେ କାମ କରିଥିଲେ। ଗାଁ ବରଗଛ ମୂଳେ ବସି ନିଜ ମାତୃଭାଷା ସମ୍ବଲପୁରୀରେ ଲୋକ କାହାଣୀ ଲେଖୁଥିଲେ। 1990 ମସିହାରେ ସେ ତାଙ୍କର ପ୍ରଥମ କବିତା ଧଡ଼ ବରଗଛ ଲେଖିଥିଲେ, ଯାହାର ଅର୍ଥ ବୁଢ଼ା ବରଗଛ। ଏହା ଏକ ସ୍ଥାନୀୟ ପତ୍ରିକାରେ ପ୍ରକାଶିତ ହେବା ପରେ ସେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ତାପରେ ସେ ଅନେକ କାବ୍ୟ, କବିତା, ନାଟକ, ଗୀତ ଲେଖିଲେ ଓ ଲୋକକବି ରତ୍ନ ନାମରେ ପରିଚିତ ହେଲେ। ଆଜି ଓଡ଼ିଶାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟରେ ତାଙ୍କର କବିତା ଓ ଜୀବନୀକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଅନେକ ଛାତ୍ରଛାତ୍ରୀ ତାଙ୍କ ଉପରେ PhD କରିଛନ୍ତି। ସେ ଲେଖିଥିବା ପ୍ରତ୍ୟେକ କବିତା ତାଙ୍କର ମୁଖସ୍ଥ ଥାଏ। ତାର ଶୀର୍ଷକ କହିବା ମାତ୍ରେ ସଙ୍ଗେ ସଙ୍ଗେ ଗାଇ ଶୁଣାଇ ଦିଅନ୍ତି। ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ 2014 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 2016 ମସିହାରେ ପଦ୍ମଶ୍ରୀ ସମ୍ମାନ, 2017 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ, 2020ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍ଘାଟନ କରାଯାଇଥିଲା। ଏମିତି ଅଜଣା କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।